ନମସ୍କାର ବନ୍ଧୁମାନେ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲକୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି ସିଂହ ରାଶି ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଏହି କାର୍ତ୍ତିକ ପୂର୍ଣ୍ଣିମା ଠାରୁ ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନ ବଦଳିବାକୁ ଯାଉଅଛି। କାରଣ ଗ୍ରହ ନକ୍ଷତ୍ରମାନଙ୍କର ଚଳନରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି, ଯାହାର ପ୍ରଭାବରେ ଆପଣଙ୍କ ଜୀବନରେ ମଧ୍ୟ କିଛି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦେବଗୁରୁ ବୃହସ୍ପତି ଦୀର୍ଘ 12 ବର୍ଷ ପରେ ନିଜର ରାଶି ପରିବର୍ତ୍ତନ କରିସାରିଛନ୍ତି। ଗୁରୁ ଆପଣଙ୍କର ଦ୍ୱାଦଶ ଭାବରେ ଉଚ୍ଚସ୍ଥ ହୋଇସାରିଛନ୍ତି। ଗୁରୁ ହେଉଛନ୍ତି ଆପଣଙ୍କର ପଞ୍ଚମ ଏବଂ ଅଷ୍ଟମ ଭାବର ଅଧିପତି। ତ ପଞ୍ଚମ ଏବଂ ଅଷ୍ଟମ ଭାବର ଅଧିପତି ହୋଇ ଗୁରୁ ଆପଣଙ୍କର ଦ୍ୱାଦଶ ଭାବରେ ଗୋଚର କରୁଛନ୍ତି। ଗୁରୁଙ୍କର ଦୃଷ୍ଟି ଆପଣଙ୍କର ଚତୁର୍ଥ, ଷଷ୍ଠ ଏବଂ ଅଷ୍ଟମ ଭାବ ଉପରେ ରହୁଛି। ଏହି କାରଣରୁ ଆପଣଙ୍କ ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟା ବର୍ତ୍ତମାନ ଦୂର ହେବାକୁ ଯାଉଛି। ପୁନର୍ବାର ଆପଣଙ୍କ ଜୀବନକୁ ଖୁସି ଫେରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ବନ୍ଧୁମାନେ, ଯଦି ଆପଣଙ୍କର ମଧ୍ୟ ସିଂହ ରାଶି ହୋଇଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ବନ୍ଧୁମାନେ, ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହା ଆପଣଙ୍କ ଜନ୍ମ ରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତେବେ ବନ୍ଧୁମାନେ, ଆପଣଙ୍କର ରାଶାଧିପତି ସୂର୍ଯ୍ୟ ଆପଣଙ୍କର ତୃତୀୟ ଭାବରେ ଗୋଚର କରୁଛନ୍ତି। ତେଣୁ ଆପଣ ଆପଣଙ୍କ ସ୍ୱାସ୍ଥ୍ୟର ଟିକେ ଯତ୍ନ ନେବାକୁ ହେବ। କାରଣ ଯେବେ ବି ରାଶିର ଅଧିପତି ତୃତୀୟ, ଷଷ୍ଠ, ଅଷ୍ଟମ ଏବଂ ଦ୍ୱାଦଶ ଭାବରେ ଗୋଚର କରିଥାନ୍ତି, ସେତେବେଳେ ଇମ୍ୟୁନିଟି ସିଷ୍ଟମ ଟିକେ ଡାଉନ୍ ରହିଥାଏ। ତେବେ ଏହା କେବଳ 16 ନଭେମ୍ବର ପର୍ଯ୍ୟନ୍ତ। 16 ନଭେମ୍ବର ପରେ ସୂର୍ଯ୍ୟ ଯେତେବେଳେ ଆପଣଙ୍କର ଚତୁର୍ଥ ଭାବକୁ କେନ୍ଦ୍ରକୁ ଗୋଚର କରିବେ, ତ ଆପଣ ଆପଣଙ୍କର ସ୍ୱାସ୍ଥ୍ୟରେ ସୁଧାର ଦେଖିବାକୁ ପାଇବେ। 16 ନଭେମ୍ବର ପରେ ଆପଣ ନିଜକୁ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। ବିଦ୍ୟାର୍ଥୀମାନଙ୍କ କଥା ଯଦି କହିବା, ତ କୁଣ୍ଡଳୀରେ ପଞ୍ଚମ ଭାବଟି ହୋଇଥାଏ ଶିକ୍ଷାର ଭାବ। ଆପଣଙ୍କର ପଞ୍ଚମ ଭାବର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି। ଗୁରୁ ଆପଣଙ୍କ କୁଣ୍ଡଳୀର ଦ୍ୱାଦଶ ଭାବରେ ଉଚ୍ଚସ୍ଥ ଅଛନ୍ତି। ଶନିଙ୍କର ଦଶମ ଦୃଷ୍ଟି ଆପଣଙ୍କର ପଞ୍ଚମ ଭାବ ଉପରେ ରହୁଛି। ତେବେ ଆପଣ ଆପଣଙ୍କ ପାଠପଢ଼ାରେ ପରିଶ୍ରମ କରିବେ। କାରଣ ଶନି ହେଉଛନ୍ତି କର୍ମର କାରକ ଗ୍ରହ। ତେଣୁ ସିଏ ଆପଣଙ୍କୁ କର୍ମଠ ବନାଇବେ, ପରିଶ୍ରମୀ ବନାଇବେ। ଆପଣ ନୂଆ କିଛି ଜାଗାରେ ଜଏନ୍ କରିପାରନ୍ତି, ନୂଆ କିଛି ଶିଖିପାରନ୍ତି। ଗୁରୁ ହେଉଛନ୍ତି ଜଳ ତତ୍ତ୍ୱର ଗ୍ରହ। ତ ଗୁରୁ ଆପଣଙ୍କର ଦ୍ୱାଦଶ ଭାବରେ ଗୋଚର କରୁଛନ୍ତି। ତେଣୁ ଆପଣ ଏପରି କିଛି ସ୍ଥାନରେ ପାଠ ପଢ଼ିପାରନ୍ତି ଯେଉଁ ସ୍ଥାନରେ ଅଧିକ ପ୍ରାକୃତିକ ପରିବେଶ ରହିଥିବ, କୌଣସି ଜଳର ଅଧିକ ସ୍ରୋତ ରହିଥିବ। ଆପଣ କୌଣସି ନୂଆ ଜାଗାରେ ଫର୍ମ ଫିଲ୍ଅପ୍ କରିପାରନ୍ତି, କିଛି ଆଡ଼ମିସନ୍ ନେଇପାରନ୍ତି। ସେମାନଙ୍କ ପାଇଁ ଅଧିକ ଶୁଭ ସମୟ ରହିବ ଯେଉଁମାନେ ବିଦେଶରେ ରହି ପାଠ ପଢ଼ିବା ପାଇଁ ଚାହୁଁଥିଲେ। କାରଣ ଗୁରୁ ଆପଣଙ୍କର ଦ୍ୱାଦଶ ଭାବରେ ଗୋଚର କରୁଛନ୍ତି। ଦ୍ୱାଦଶ ଭାବଟି ହୋଇଥାଏ ବିଦେଶର ଭାବ। ତେଣୁ ଏହି କାର୍ତ୍ତିକ ପୂର୍ଣ୍ଣିମା ପରେ ଆପଣ ପାଠପଢ଼ା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଶନିଙ୍କର ଦୃଷ୍ଟି ପଞ୍ଚମ ଭାବ ଉପରେ ରହିଥିବାରୁ ଆପଣଙ୍କ ମଧ୍ୟରେ ଟିକେ କନଫ୍ୟୁଜ୍ ଦେଖାଦେଇପାରେ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ପ୍ରେମ ଜୀବନ କିପରି ରହିବ ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପରେ। ତ ବନ୍ଧୁମାନେ, କୁଣ୍ଡଳୀର ପଞ୍ଚମ ଭାବଟି ଆପଣଙ୍କର ଶିକ୍ଷାର ଭାବ ହେବା ସହିତ ପଞ୍ଚମ ଭାବଟି ମଧ୍ୟ ହୋଇଥାଏ ପ୍ରେମ ଜୀବନର ଭାବ। ତ ଆପଣଙ୍କ ପଞ୍ଚମ ଭାବର ଅଧିପତି ହେଉଛନ୍ତି ଗୁରୁ। ଗୁରୁ ଆପଣଙ୍କ କୁଣ୍ଡଳୀର ଦ୍ୱାଦଶ ଭାବରେ ଗୋଚର କରୁଛନ୍ତି ଏବଂ ଶନିଙ୍କର ଦୃଷ୍ଟି ଆପଣଙ୍କର ପଞ୍ଚମ ଭାବ ଉପରେ ରହୁଛି। ତେଣୁ ଆପଣ ଆପଣଙ୍କ ପାର୍ଟନରଙ୍କ ମଧ୍ୟରେ ଟିକେ ଜିଦି ସ୍ୱଭାବ ଦେଖିପାରନ୍ତି। ଛୋଟ ଛୋଟ କଥାରେ ସେ ଆପଣଙ୍କ ସହ ଯୁକ୍ତିତର୍କ କରିବେ। ଛୋଟ ଛୋଟ କଥାରେ ସେ ନାରାଜ ହୋଇଯିବେ। କିନ୍ତୁ ଗୁରୁ ଯେହେତୁ ଆପଣଙ୍କ ରାଶିରେ ଉଚ୍ଚସ୍ଥ ହୋଇସାରିଛନ୍ତି, ତେଣୁ ଆପଣଙ୍କ ମଧ୍ୟରେ ଯେତେ ଝଗଡ଼ା ହେଲେ ମଧ୍ୟ, ଯୁକ୍ତିତର୍କ ହେଲେ ମଧ୍ୟ ପୁନର୍ବାର ସବୁକିଛି ଠିକ୍ ହୋଇଯିବ। ଆପଣଙ୍କ ମଧ୍ୟରେ କନେକ୍ସନ୍ ଷ୍ଟ୍ରଙ୍ଗ ରହିବ। ଆପଣଙ୍କର ଭଲ ପାଇବା ମଜବୁତ ରହିବ। ଆପଣ ଦୁଇ ଜଣ ମିଶି କେଉଁଆଡ଼େ ଦୂର ଜାଗାକୁ ବୁଲି ଯାଇପାରନ୍ତି। ଆପଣଙ୍କର ପ୍ରେମ ବିବାହର ରୂପ ମଧ୍ୟ ନେଇପାରେ। ଆପଣଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିବ। ବୈବାହିକ ଜୀବନ କଥା ଯଦି କହିବା, ତ କୁଣ୍ଡଳୀର ସପ୍ତମ ଭାବଟି ହୋଇଥାଏ ଆପଣଙ୍କର ବୈବାହିକ ଜୀବନର ଭାବ, ଆପଣଙ୍କ ଜୀବନସାଥୀଙ୍କର ଭାବ। ତ ଆପଣଙ୍କର ସପ୍ତମ ଭାବର ଅଧିପତି ହେଉଛନ୍ତି ଶନି। ଶନି ଆପଣଙ୍କ କୁଣ୍ଡଳୀର ଅଷ୍ଟମ ଭାବରେ ଗୋଚର କରୁଛନ୍ତି ଏବଂ ଆପଣଙ୍କର ସପ୍ତମ ଭାବର ଗୋଚର କରୁଛନ୍ତି ରାହୁ। ତ ଏଠାରେ ଆପଣଙ୍କୁ ଆପଣଙ୍କର ବୈବାହିକ ଜୀବନ ପ୍ରତି ଟିକେ ସତର୍କ ରହିବାର ଅଛି।
କାରଣ ଅଷ୍ଟମ ଭାବଟିକୁ କୁଣ୍ଡଳୀରେ ଭଲ ମାନାଯାଇ ନଥାଏ। ତେଣୁ ଶନି ଯେହେତୁ ଅଷ୍ଟମ ଭାବରେ ଗୋଚର କରୁଛନ୍ତି ଏବଂ ଆପଣ ନିଜର ସପ୍ତମ ଭାବରେ ରାହୁ ଗୋଚର କରୁଛନ୍ତି। ରାହୁ ହେଉଛନ୍ତି ଛାୟା ଗ୍ରହ, ମୁଣ୍ଡ ବିହୀନ ଗ୍ରହ। ତ ଆପଣଙ୍କର ବୈବାହିକ ଜୀବନରେ ରାହୁ ସମସ୍ୟା ସୃଷ୍ଟି କରାଇବେ। ଆପଣଙ୍କ ମଧ୍ୟରେ ଅଯଥା କାରଣରୁ ନେଇକି ଯୁକ୍ତିତର୍କ ହେବ, ମନାନ୍ତର ମତାନ୍ତର ହେବ। ଆପଣ ଛୋଟ ଛୋଟ କଥାରେ ରାଗି ଯାଇପାରନ୍ତି। ଆପଣଙ୍କର ପାର୍ଟନର ମଧ୍ୟ ଛୋଟ ଛୋଟ କଥାରେ ଅଧିକ ରିଆକ୍ଟ କରିପାରନ୍ତି। ଏହା ବ୍ୟତୀତ ଆପଣଙ୍କ ଜୀବନସାଥୀଙ୍କର ସ୍ୱାସ୍ଥ୍ୟରେ ମଧ୍ୟ ଆପଣଙ୍କୁ କିଛିଟା ସମସ୍ୟା ଦେଖାଦେଇପାରେ। ଥଣ୍ଡା, ଏଲର୍ଜି, ଇନଫେକ୍ସନ୍, କାଶ, ଜ୍ୱର ଏଭଳି କିଛିଟା ସମସ୍ୟା ଦେଖାଦେଇପାରେ। ତ ଆପଣଙ୍କୁ ଆପଣଙ୍କର ବୈବାହିକ ଜୀବନ ଏବଂ ଆପଣଙ୍କର ଜୀବନସାଥୀଙ୍କର ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ରଖିବାକୁ ହେବ। ଭାଗ୍ୟ କଥା ଯଦି କହିବା, ଭାଗ୍ୟ ଆପଣଙ୍କର ଏହି କାର୍ତ୍ତିକ ପୂର୍ଣ୍ଣିମା ଠାରୁ ପ୍ରବଳ ହେବ। କାରଣ କୁଣ୍ଡଳୀର ନବମ ଭାବଟି ହୋଇଥାଏ ଭାଗ୍ୟର ଭାବ। ଆପଣଙ୍କ ନବମ ଭାବର ଅଧିପତି ହେଉଛନ୍ତି ମଙ୍ଗଳ। ମଙ୍ଗଳ ଚତୁର୍ଥ ଭାବରେ ଗୋଚର କରୁଛନ୍ତି। ମଙ୍ଗଳଙ୍କର ଦୃଷ୍ଟି ଦଶମ ଏବଂ ଏକାଦଶ ଭାବରେ ରହୁଛି। ଅର୍ଥାତ୍ ଆପଣଙ୍କର ଭାଗ୍ୟର କନେକ୍ସନ୍ ଲାଭ ସ୍ଥାନ ସହିତ ହେଉଛି। ତେଣୁ ଭାଗ୍ୟ ଆପଣଙ୍କର ପ୍ରବଳ ହେବାକୁ ଯାଉଛି। ଭାଗ୍ୟ ସମ୍ବନ୍ଧିତ ଆପଣ ଯାହା ବି ନିର୍ଣ୍ଣୟ ନେବେ ସେଥିରେ ଆପଣଙ୍କୁ ସଫଳତା ମିଳିବ। ଏହି କାର୍ତ୍ତିକ ପୂର୍ଣ୍ଣିମା ପରେ ଆପଣ କିଛି ବଡ଼ ଧନ ଲାଭ କରିପାରନ୍ତି। କିଛି ନୂତନ ଜମି, ଭୂମି, ପ୍ରପର୍ଟି ଇତ୍ୟାଦି କିଣିପାରନ୍ତି। ନୂତନ ଗୃହ ଇତ୍ୟାଦି କିଣିପାରନ୍ତି। ଏହି କାର୍ତ୍ତିକ ପୂର୍ଣ୍ଣିମା ପରେ ଯଦି ଆପଣ କିଛି ଇନଭେଷ୍ଟମେଣ୍ଟ କରିବେ ତ ଭବିଷ୍ୟତରେ ତାହା ଆପଣଙ୍କୁ ଲାଭ ପ୍ରଦାନ କରିବ। ଏହି କାର୍ତ୍ତିକ ପୂର୍ଣ୍ଣିମା ପରେ ଆପଣ କିଛି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରିପାରନ୍ତି। କୌଣସି ଧାର୍ମିକ ସ୍ଥାନକୁ ଆପଣ ଯାତ୍ରା କରିପାରନ୍ତି। ଭାଗ୍ୟ ବଳରେ ଆପଣ ଅଳ୍ପ ପରିଶ୍ରମରେ ଅଧିକ ସଫଳତା ପ୍ରାପ୍ତ କରିବେ। ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ସେଥିରୁ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କର ସ୍ୱାସ୍ଥ୍ୟରେ ଆପଣଙ୍କର ଅଟକି ଯାଇଥିବା କାର୍ଯ୍ୟ ଆଗକୁ ବଢ଼ିବ। ମଙ୍ଗଳ ଆପଣଙ୍କର ଚତୁର୍ଥ ଭାବରେ ରୋଚକ ନାମକ ରାଜଯୋଗର ନିର୍ମାଣ କରୁଛନ୍ତି। ପଞ୍ଚ ମହାପୁରୁଷ ରାଜଯୋଗର ନିର୍ମାଣ କରୁଛନ୍ତି, ଯାହା ଆପଣଙ୍କର ଭାଗ୍ୟକୁ ଅଧିକ ମଜବୁତ ବନାଉଛି। କ୍ୟାରିୟର କଥା ଯଦି କହିବା ତ କ୍ୟାରିୟର ମଧ୍ୟ ଏହି କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆପଣଙ୍କର ବହୁତ ଭଲ ରହିଛି। କାରଣ ଦଶମ ଭାବଟି ହୋଇଥାଏ କ୍ୟାରିୟରର ଭାବ। ଆପଣଙ୍କ ଦଶମ ଭାବର ଅଧିପତି ହେଉଛନ୍ତି ଶୁକ୍ର। ଶୁକ୍ର ତୃତୀୟ ଗୃହରେ ନିଜର ସ୍ୱଗୃହରେ ଗୋଚର କରୁଛନ୍ତି ଏବଂ 26 ନଭେମ୍ବରକୁ ଶୁକ୍ର ନିଜର ସ୍ୱଗୃହରେ ଗୋଚର କରୁଛନ୍ତି। ଚତୁର୍ଥ ଭାବକୁ କେନ୍ଦ୍ରକୁ ଚାଲି ଆସିବେ। ଶୁକ୍ରଙ୍କର ଦୃଷ୍ଟି ଦଶମ ଭାବରେ ନିଜର ସ୍ୱଗୃହ ଉପରେ ରହିବ। ତ କ୍ୟାରିୟରରେ ମଧ୍ୟ ଏହି କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ଆପଣଙ୍କର ବହୁତ ଭଲ ରହିବ। ଆପଣ ଆପଣଙ୍କର କ୍ୟାରିୟରରେ ଗ୍ରୋଥ୍ ଦେଖିବାକୁ ପାଇବେ। ଯେଉଁମାନଙ୍କର ନିକଟରେ ଚାକିରି ନାହିଁ ସେମାନଙ୍କୁ ଚାକିରି ମିଳିବାର ଅଧିକ ସମ୍ଭାବନା ରହୁଅଛି। ଚାକିରି କ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ ହେବେ। ଆପଣଙ୍କୁ ପଦ ପ୍ରତିଷ୍ଠା ପ୍ରାପ୍ତି ହେବ। ପୂର୍ବରୁ ଯଦି ଆପଣଙ୍କର କ୍ୟାରିୟରକୁ ନେଇକି ଆପଣ ଚିନ୍ତିତ ରହୁଥିଲେ, ଆପଣଙ୍କର କ୍ୟାରିୟରରେ କୌଣସି ପ୍ରକାର ସମସ୍ୟା ଚାଲିଥିଲା ତ ସେସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ। ଆପଣ ଆପଣଙ୍କ କ୍ୟାରିୟରରେ ବହୁତ ଭଲ ଦେଖିବାକୁ ପାଇବେ। କ୍ୟାରିୟରକୁ ନେଇକି ଆପଣଙ୍କର ଯାହା ବି ସ୍ୱପ୍ନ ରହିଥିଲା ସେସବୁ ସ୍ୱପ୍ନ ଆପଣଙ୍କର ପୂରଣ ହେବ। ବିଜନେସ୍ କଥା ଯଦି କହିବା, ବିଜନେସ୍ ଆପଣଙ୍କର ଟିକେ ଅପ୍ ଡାଉନ୍ ରହିପାରେ। କାରଣ ସପ୍ତମ ଭାବର ରାହୁ ଗୋଚର କରୁଛନ୍ତି ଏବଂ ସପ୍ତମ ଭାବରେ ଶନି ଅଷ୍ଟମ ଭାବରେ ଗୋଚର କରୁଛନ୍ତି। ତେଣୁ ଆପଣ ବହୁତ କଥା ଚିନ୍ତା କରିବେ, ବହୁତ କିଛି ପରିଶ୍ରମ କରିବେ। କିନ୍ତୁ ଆପଣଙ୍କର ବିଜନେସ୍ ଟିକେ ଅପ୍ ଡାଉନ୍ ଦେଇ ଗତି କରିପାରେ। କିନ୍ତୁ ଆପଣଙ୍କର ବିଜନେସ୍କୁ ନେଇ ଅଧିକ ଟ୍ରାଭେଲ୍ କରିପାରନ୍ତି। ଆପଣ ଟିକେ ଥକି ଯାଇପାରନ୍ତି। ବିଜନେସ୍ ଆପଣଙ୍କର ଆଭରେଜ୍ ରହିବ। ଏବେ ଆସନ୍ତୁ ଜାଣିବା କିଛି ପ୍ରତିକାର ବିଷୟରେ। ଯେଉଁ ପ୍ରତିକାର ଗୁଡ଼ିକ କରିବା ଦ୍ୱାରା ଯାହା କିଛି ଅଶୁଭତ୍ୱ ରହୁଛି ସେଗୁଡ଼ିକ ଖଣ୍ଡନ ହୋଇଯିବ ଏବଂ ଆପଣଙ୍କୁ ଅଧିକ ମାତ୍ରାରେ ଶୁଭଫଳ ପ୍ରାପ୍ତି ହେବ। ତ ସେଥିପାଇଁ ଆପଣ ରାହୁଙ୍କର ପ୍ରତିକାର ସ୍ୱରୂପ ପ୍ରତ୍ୟେକ ଦିନ ପକ୍ଷୀମାନଙ୍କୁ ଦାନା ଦିଅନ୍ତୁ ଏବଂ ପାଣି ଦିଅନ୍ତୁ। ପ୍ରତ୍ୟେକ ଦିନ ମାଛମାନଙ୍କୁ ମଧ୍ୟ ଦାନା ଖାଇବାକୁ ଦିଅନ୍ତୁ। ପ୍ରତ୍ୟେକ ଦିନ ଆପଣ ଶନିଙ୍କର ପ୍ରାର୍ଥନା ମନ୍ତ୍ର ଜପ କରନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କୁ ଅଧିକ ମାତ୍ରାରେ ଶୁଭଫଳ ପ୍ରାପ୍ତି ହେବ। ତ ବନ୍ଧୁମାନେ, ଯଦି ମୋର ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।